हाय एवरीवन, जय जगन्नाथ। आज आम यूजीसी नेट डिसेम्बर 2024 रे मादला पांजीरू जो संभाव्य प्रश्न गुड़िक आसबार संभावना रही से संपर्क में आलोचना करवा जहाद्वारा आपण मानकर कॉन्सेप्ट क्लियर हो पार और आपण मैंने नेट जेआरएफ क्वालिफाई करें। चलतु भिडटी को आरंभ करवा। मादला पांजी को नहीं मोर प्रथम प्रश्न ହେଉଛି ମାଦଳା ପାଞ୍ଜିକୁ ସମାଲୋଚକ ମାନେ କେଉଁ ଯୁଗର ରଚନା ଭାବରେ ଗ୍ରହଣ କରନ୍ତି? ଅପସନ୍ ନମ୍ବର 1 ପ୍ରାକ୍ ସାରଳା ଯୁଗ, ଅପସନ୍ ନମ୍ବର 2 ସାରଳା ଯୁଗ, ଅପସନ୍ ନମ୍ବର 3 ପଞ୍ଚସଖା ଯୁଗ, ଅପସନ୍ ଡି ରୀତି ଯୁଗ। ଆପଣମାନେ ଜାଣିଥିବେ ପ୍ରାକ୍ ସାରଳା ଯୁଗର ରଚନା ଭାବରେ ଆମେ ମାଦଳା ପାଞ୍ଜିକୁ ଗ୍ରହଣ କରିଥାଉ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ପ୍ରାକ୍ ସାରଳା ଯୁଗ। ପରବର୍ତ୍ତୀ ପ୍ରଶ୍ନ, ମାଦଳା ପାଞ୍ଜି କେତେ ଭାଗରେ ବିଭକ୍ତ? ଅପସନ୍ 1 3, ଅପସନ୍ 2 4, ଅପସନ୍ ସି 5, ଅପସନ୍ 4 6। ଆପଣମାନେ ଜାଣିଥିବେ ମାଦଳା ପାଞ୍ଜିକୁ 5 ଭାଗରେ ବିଭକ୍ତ କରାଯାଇଛି। ତେଣୁ 5 ହେଉଛି ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ମାଦଳା ପାଞ୍ଜି ସହିତ କେତେ ପ୍ରକାର କରଣ ସମ୍ପୃକ୍ତ? ଅପସନ୍ 1 2, ଅପସନ୍ 2 3, ଅପସନ୍ 3 4, ଅପସନ୍ 4 5। ଆପଣମାନେ ଜାଣିଥିବେ ଯେ ମାଦଳା ପାଞ୍ଜିର ଲିଖନ ପ୍ରକ୍ରିୟା ସହିତ 5 ପ୍ରକାର କରଣ ସମ୍ପୃକ୍ତ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି 5। ପରବର୍ତ୍ତୀ ପ୍ରଶ୍ନ, କେଉଁ କରଣ ମାଦଳା ପାଞ୍ଜି ଲିଖନ ନିମିତ୍ତ ରାଜପ୍ରସାଦରୁ ବିବରଣୀ ସଂଗ୍ରହ କରିଥାନ୍ତି? ଅପସନ୍ ଏ କୋଠକରଣ, ଅପସନ୍ ବି ତଢ଼ାଉକରଣ, ଅପସନ୍ ସି ବୈଠୀକରଣ, ଅପସନ୍ ଡି ଦେଉଳକରଣ। ଏହାର ସଠିକ୍ ଉତ୍ତର ହେଉଛି କୋଠକରଣ। ପରବର୍ତ୍ତୀ ପ୍ରଶ୍ନ, ମାଦଳା ପାଞ୍ଜି ଲିଖନରେ ବୈଠୀକରଣଙ୍କ ଭୂମିକା କ'ଣ? ଅପସନ୍ ଏ ବିବରଣୀ ସଂଗ୍ରହ, ଅପସନ୍ ବି ବିବରଣୀର ବିଭାଗୀକରଣ, ଅପସନ୍ ସି ପାଞ୍ଜି ପାଠ କରିବା, ଅପସନ୍ ଡି ଲିପିବଦ୍ଧ ହେଲା ଭଳି ବିବରଣୀମାନ ନିର୍ବାଚନ। ଆପଣମାନେ ଜାଣିଥିବେ ବୈଠୀକରଣଙ୍କ କାର୍ଯ୍ୟ ହେଉଛି ଲିପିବଦ୍ଧ ହେଲା ଭଳି ବିବରଣୀମାନ ସଂଗ୍ରହ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି। ପରବର୍ତ୍ତୀ ପ୍ରଶ୍ନ, କେଉଁ କରଣ ବିବରଣୀ ଗୁଡ଼ିକର ବିଭାଗୀକରଣ କରି ପାଞ୍ଜିରେ ସମ୍ପୃକ୍ତ ବିଭାଗମାନଙ୍କର ଲିପିବଦ୍ଧ କରୁଥିଲେ? ଅପସନ୍ ଏ କୋଠକରଣ, ଅପସନ୍ ବି ତଢ଼ାଉକରଣ, ଅପସନ୍ ସି ବୈଠୀକରଣ, ଅପସନ୍ ଡି ଦେଉଳକରଣ। ଯାହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ତଢ଼ାଉକରଣ। ପରବର୍ତ୍ତୀ ପ୍ରଶ୍ନ, ପ୍ରତିଦିନ ବେହରଣରେ ପାଞ୍ଜି ପାଠ କରିବା କାହାର ଦାୟିତ୍ୱ? ଅପସନ୍ ଏ ଦେଉଳକରଣ, ଅପସନ୍ ବି କୋଠକରଣ, ଅପସନ୍ ସି ବୈଠୀକରଣ, ଅପସନ୍ ଡି ତଢ଼ାଉକରଣ। ଯାହାର ସଠିକ୍ ଉତ୍ତର ହେଉଛି ଦେଉଳକରଣ। ଦେଉଳକରଣ ପ୍ରତିଦିନ ବେହରଣରେ ପାଞ୍ଜି ପାଠ କରିଥାନ୍ତି। ପରବର୍ତ୍ତୀ ପ୍ରଶ୍ନ, ପାଞ୍ଜି ସଂରକ୍ଷଣ ଓ ଅଧିକ ନକଲ ପ୍ରସ୍ତୁତ କରି ଯତ୍ନ ସହକାରେ ସାଇତି ରଖିବା କାହାର କାର୍ଯ୍ୟ? ଅପସନ୍ ଏ କୋଠକରଣ, ଅପସନ୍ ବି ବୈଠୀକରଣ, ଅପସନ୍ ସି ପାଞ୍ଜିଆକରଣ, ଅପସନ୍ ଡି ତଢ଼ାଉକରଣ। ଆପଣମାନେ ଜାଣିଥିବେ ଯେ ପାଞ୍ଜି ଗୁଡ଼ିକର ବିଭିନ୍ନ ନକଲ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ରଖାଯାଏ। ଏହି କାର୍ଯ୍ୟକୁ କରିଥାନ୍ତି ଆମର ପାଞ୍ଜିଆକରଣ। ତେଣୁ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ପାଞ୍ଜିଆକରଣ। ପରବର୍ତ୍ତୀ ପ୍ରଶ୍ନ,
ମାଦଳା ପାଞ୍ଜିକୁ ସର୍ବପ୍ରଥମେ କିଏ ଆଲୋଚନାର ପରିସରକୁ ଆଣିଥିଲେ? ଅପସନ୍ ଗୁଡ଼ିକ ହେଉଛି ଅପସନ୍ 1 ଭବାନୀ ଚରଣ ବନ୍ଦୋପାଧ୍ୟାୟ, ଅପସନ୍ ବି ଷ୍ଟର୍ଲିଂ ସାହେବ, ଅପସନ୍ ସି ହଣ୍ଟର ସାହେବ, ଅପସନ୍ ଡି ପ୍ୟାରୀମୋହନ ଆଚାର୍ଯ୍ୟ। ଆପଣ ଜାଣି ରଖନ୍ତୁ ଯେ ମାଦଳା ପାଞ୍ଜିକୁ ସର୍ବପ୍ରଥମେ ଆଲୋଚନାର ପରିସରକୁ ଆଣିଥିଲେ ଆମର ଷ୍ଟର୍ଲିଂ ସାହେବ। ତେଣୁ ଅପସନ୍ ବି ହେଉଛି ଏହାର ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଏପିଗ୍ରାଫିଆ ଇଣ୍ଡିକା ପ୍ରବନ୍ଧର ରଚୟିତା କିଏ? ଅପସନ୍ 1 ଡକ୍ଟର ଫ୍ଲିଟ୍, ଅପସନ୍ 2 ହଣ୍ଟର ସାହେବ, ଅପସନ୍ ସି ଗୋପାଳଚନ୍ଦ୍ର ପ୍ରହରାଜ, ଅପସନ୍ ଡି ଜଗବନ୍ଧୁ ସିଂ। ଏହାର ସଠିକ୍ ଉତ୍ତର ହେଉଛି ଡକ୍ଟର ଫ୍ଲିଟ୍। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ତେବେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ଭିଡ଼ିଓଟିକୁ ଲାଇକ୍ କରିବେ, ସାଙ୍ଗମାନଙ୍କ ସହିତ ସେୟାର କରିବେ। ଏହାର ପରବର୍ତ୍ତୀ ମାଦଳା ପାଞ୍ଜିର ଯେଉଁ ଆଲୋଚନାଟି ରହିବ ଆମେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା। ଜୟ ଜଗନ୍ନାଥ।